ସମ୍ବାଦଟି ରଖିବା ପାଇଁ ଚାହେଁ। ସମ୍ବାଦର ଶୀର୍ଷକ ହେଉଛି ଭୋଟ ଦେବା ପୂର୍ବରୁ ଥରେ ଚିନ୍ତା କରନ୍ତୁ। ଭୋଟ ଦେବା ପୂର୍ବରୁ ଥରେ ଚିନ୍ତା କରନ୍ତୁ। ଆମମାନେ ପୁଣି ଥରେ ଆମମାନଙ୍କର ଗୋଟେ ପର୍ବ, ଏହା ଆମମାନଙ୍କର ଦେଶର ଏହା ମଧ୍ୟ ଗୋଟେ ପର୍ବ ଅଟେ। କାରଣ ଆମେ ଆମ ଦେଶର ଜାଗ୍ରତ ନାଗରିକ ଅଟୁ। ତେଣୁ ଏ 2024 ମସିହାର ନିର୍ବାଚନ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଭୁ ଆମମାନଙ୍କୁ ଗୋଟେ ସୁନ୍ଦର ଅବକାଶ ଦେଇଛନ୍ତି, ଆଉ ସ୍ୱାଧୀନ ଦେଶରେ ବାସ କରିବା ସୌଭାଗ୍ୟ ଦେଇଛନ୍ତି, ଆଉ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି। ଆଉ ଏ ବର୍ଷ ନୂଆ କରି ଅନେକ ଭୋଟର୍ସ ମଧ୍ୟ ଆମମାନଙ୍କର ଜଡିତ ହେବେ। ମୁଁ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଏ ଯେ ସେମାନେ ସୁଚିନ୍ତିତ ଭାବରେ ସେମାନଙ୍କର ଉତ୍ତମ ବ୍ୟକ୍ତିତ୍ୱମାନଙ୍କୁ ବାଛିବା ଦରକାର। ଆମେ ଯେତେବେଳେ ଭୋଟ ଦେବା ପାଇଁ ଯାଉଛୁ ତା ପୂର୍ବରୁ ଆମମାନେ ଗୁଡିଏ ବିଷୟ ସଚେତନ ହେବା ଦରକାର। କାରଣ ଏ ଦେଶ ଆମର ନିଜର ଦେଶ ଅଟେ। ଏ ଦେଶ ଆପଣଙ୍କର ଦେଶ, ଏ ଦେଶ ମୋର ଦେଶ। ଏ ଦେଶ କୌଣସି ରାଜନୀତି ଦଳର ଦେଶ ନୁହନ୍ତି। ରାଜନୀତି ଦଳ ଗୁଡାକ ଆମେ ଯାହାକୁ ମନୋନୀତ କରିବୁ ସେମାନେ ଦେଶ ପରିଚାଳନା କରିବେ। ଦେଶ କୌଣସି ରାଜନୀତି ଦଳର ନୁହେଁ, ଦେଶ ଆପଣଙ୍କର ଆଉ ଆମର ନିଜର ଅଟେ। ତେଣୁ ଆମମାନେ ଆଗ ଦଳ ନୁହଁ, ଆଗ ଦେଶ। ଆମେ ଦେଶ ପାଇଁ ଚିନ୍ତା କରିବା ଦରକାର। ଆଉ ଏଥର ନିର୍ବାଚନ ସମୟରେ ଆମେ ଗୁଡିଏ ବିଷୟ ଯତ୍ନବାନ ହେବାର ଆବଶ୍ୟକ ଅଛି। ପ୍ରତ୍ୟେକ ବିଷୟ ଆମମାନେ ଅନୁଧ୍ୟାନ କରି ଦେଖିବା। ମୁଁ ଆପଣମାନଙ୍କୁ ସମ୍ମୁଖରେ କେତୋଟି ବିଷୟ ରଖିବା ପାଇଁ ଚାହେଁ। ପ୍ରଭୁଙ୍କ ଦାସ ଭାବରେ ଏବଂ ଭାରତର ନାଗରିକ ଭାବରେ ମୋର କର୍ତ୍ତବ୍ୟ ଅଟେ ଯେ ଲୋକମାନଙ୍କୁ ସଚେତନ କରାଇବା। କାରଣ ଗୋଟେ ସୁସ୍ଥ ସରକାର ଆସିଲେ ହିଁ ଗୋଟେ ସୁସ୍ଥ ଦେଶ ଆମେ ଦେଖିପାରିବା। ଦେଶରେ ଗୁଡିଏ ପ୍ରକାର ପରିସ୍ଥିତି ମାନ ଦେଖାଯାଉଛି ଯୋଉଠି ଆମେ ନାନା ପ୍ରକାର ସମସ୍ୟାର ସାମ୍ନା କରୁଛୁ। ଆପଣମାନେ ସଚେତନ ହେବେ ଯୋଉ ଭ୍ରମାତ୍ମକ ବିଜ୍ଞାପନ ଗୁଡିକ ଦିଆଯାଉଛି, ଆଉ ପ୍ରଲୋଭନରୁ ଆପଣ ସାବଧାନ ରହିବା ଦରକାର। ଅନେକ ଭ୍ରମାତ୍ମକ ବିଜ୍ଞାପନ ଗୁଡାକ ଯାହା ବାସ୍ତବରେ ସେମାନେ କେବେ ମଧ୍ୟ ପୁରା କରିବେ ନାହିଁ, କେବଳ ଭୋଟ ପାଇବା ନିମନ୍ତେ ଆମମାନଙ୍କୁ ପ୍ରଲୋଭିତ କରିବା ପାଇଁ, ଆମମାନଙ୍କୁ ଭ୍ରମିତ କରିବା ପାଇଁ ଅନେକ ପ୍ରକାର ସେମାନେ ବିଜ୍ଞାପନ ଗୁଡାକ ଦିଅନ୍ତି। ଆମେ ସେଥିପ୍ରତି ସଚେତନ ହେବା ଦରକାର। ମୁଁ ଆପଣମାନଙ୍କୁ କହୁଥିଲି ଏ ଦେଶ କୌଣସି ରାଜନୀତି ଦଳର ନୁହେଁ, ଆପଣଙ୍କ ନିଜର ଦେଶ ଅଟେ। ତେଣୁ ଆପଣ ଚେଷ୍ଟା କରିବେ ଏ ଘୃଣାର ରାଜନୀତିର ଉର୍ଦ୍ଧ୍ୱରେ ଉଠିକି ଆପଣ ଭୋଟ ଦେବା ପାଇଁ। କାରଣ ଏ ଦେଶ ସମସ୍ତଙ୍କର, ଆମ ସମସ୍ତଙ୍କର, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏ ଦେଶ ଆମ ସମସ୍ତଙ୍କର। ତେଣୁ ଆମେ ସମସ୍ତେ ତାର ଉର୍ଦ୍ଧ୍ୱରେ ଉଠିକି ଗୋଟେ ସୁସ୍ଥ ସମାଜ ଗଠନ କରିବା ପାଇଁ, ଗୋଟେ ସୁସ୍ଥ ଦେଶ ଗଠନ କରିବା ପାଇଁ ଆମେ ଜାଗ୍ରତ ହେବାର ଆବଶ୍ୟକ ରହିଛି। ଦେଶ ଆଜି ବିନାଶର ଦ୍ୱାର ଦେଶରେ ଅଛି। ଯଦି ଆମେ ଏବେ ଜାଗିବା ନାହିଁ, ଆମେ କେବେ ଜାଗିବା? ଯଦି ଆମେ ବିଳମ୍ବ କରିବା, ହୁଏତ ଆଗାମୀ ସମୟରେ ଆମମାନଙ୍କୁ ଅନୁତାପ କରିବା ପାଇଁ ମଧ୍ୟ ସୁଯୋଗ ମିଳି ନପାରେ। କାରଣ ଦେଶରେ ଅରାଜକତା, ହିଂସା, ଅଶାନ୍ତି, ଦରଦାମ ବୃଦ୍ଧି, ଦୁର୍ନୀତି, ଭ୍ରଷ୍ଟାଚାର, ଏଇଟା ଆମେ ଚରମ ସୀମାରେ ଦେଖୁଛୁ। ଆଖି ଖୋଲିକି ଦେଖନ୍ତୁ, ଆଉ ଉତ୍ତମ ଲୋକମାନଙ୍କୁ ଆପଣ ମନୋନୀତ କରନ୍ତୁ। ବିଶେଷ କରି ଚିନ୍ତା କରନ୍ତୁ ଅଶିକ୍ଷିତ, ଅପାଠୁଆ, ଦାଗୀ, ଭ୍ରଷ୍ଟ ଆଉ ହତ୍ୟାକାରୀ, ଜାତୀୟ ସମ୍ପତ୍ତିର ହଡପକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କର ପୃଥକ ରୁହନ୍ତୁ। ରାଜନୀତି ଦ୍ୱାରା ଦେଶ ନୀତିକୁ ନଷ୍ଟ କରନ୍ତୁ ନାହିଁ। ଆମର ଦେଶର ନୀତି ଅଛି, ଆଉ ରାଜନୀତି ଦଳ ସେମାନେ ଦେଶ ନୀତିକୁ ମଧ୍ୟ ବେଳେ ବେଳେ ଉପେକ୍ଷା କରନ୍ତି। ତେଣୁ ଆମେ ଯତ୍ନବାନ ହେବାର ଆବଶ୍ୟକ ରହିଛି। ଏ ଦେଶ ଆପଣଙ୍କର ନିଜର ଦେଶ ଅଟେ। ତେଣୁ ଆପଣ ଭୋଟ ଦେବା ପୂର୍ବରୁ ଆପଣ ସୁଚିନ୍ତିତ ଭାବରେ ଦିଅନ୍ତୁ। ପ୍ରଲୋଭିତ ହୁଅନ୍ତୁ ନାହିଁ, ଆଉ ଅନ୍ୟମାନଙ୍କ ଦ୍ୱାରା ଆକର୍ଷିତ ମଧ୍ୟ ହୁଅନ୍ତୁ ନାହିଁ। ଆପଣ ନିଜେ ଚିନ୍ତା କରନ୍ତୁ ଯେ କେଉଁମାନେ ଉତ୍ତମ ବ୍ୟକ୍ତିତ୍ୱ ଅଟନ୍ତି, ସେଇ ବ୍ୟକ୍ତିମାନଙ୍କୁ ଆପଣ ଚିହ୍ନଟ କରି ସେମାନଙ୍କୁ ଭୋଟ ଦେବା ପାଇଁ ଯତ୍ନବାନ ହୁଅନ୍ତୁ। ଯେଉଁମାନେ ଜାତୀୟ ସୁରକ୍ଷା, ଜାତୀୟ ଐକ୍ୟତା, ଅଖଣ୍ଡତାକୁ ବଜାୟ ରଖିବେ, ଏ ପ୍ରକାର ଲୋକମାନଙ୍କୁ ଦିଅନ୍ତୁ। କାରଣ ଦେଶ ବିବିଧତା ମଧ୍ୟରେ ଏକତାରେ ବାସ କରିବେ। ଆମେ କେବେ ମଧ୍ୟ ଗୋଟିଏ ଧର୍ମ, ଗୋଟିଏ ଭାଷା, ଗୋଟିଏ ସଂସ୍କୃତିକୁ ଆମେ ପାଇପାରିବା ନାହିଁ। ଏହା ବହୁ ସଂସ୍କୃତିର ଦେଶ, ବହୁ ଭାଷାର ଦେଶ, ବହୁ ଧର୍ମର ଦେଶ, ଏସବୁ ମିଶିକି ଭାରତ ହେଇଛି। ଆଉ ଏ ବିବିଧତା ମଧ୍ୟରେ ଆମେ ଏକତାରେ ବାସ କରିବା ପାଇଁ ଆମେ ଯତ୍ନବାନ ହେବା ଦରକାର। ଆମମାନଙ୍କ ମଧ୍ୟରେ ଯେତେବେଳେ ଅଶାନ୍ତି ହୁଏ, ଗଣ୍ଡଗୋଳ ହୁଏ, ମନୋମାଳିନ୍ୟ ହୁଏ, ଏହା ଦ୍ୱାରା କୌଣସି ରାଜନୀତି ଦଳର କ୍ଷତି ହୁଏ ନାହିଁ, କ୍ଷତି ହୁଏ ଭାରତୀୟ ମାନଙ୍କର, ଆପଣଙ୍କର ଆଉ ମୋର, ଆମର କ୍ଷତି ହେଇଥାଏ। ତେଣୁ ଆମେ ଜାତୀୟ ସୁରକ୍ଷାକୁ ଆମେ ଚିନ୍ତା ରଖିବା ଦରକାର। ଐକ୍ୟତା, କାରଣ ଆମମାନଙ୍କୁ ଗୋଟିଏ ଗାଁରେ ରହିବା ପାଇଁ ପଡିବ, ଗୋଟିଏ ସହରରେ, ଗୋଟିଏ ଅଫିସରେ ରହିବା ପାଇଁ ପଡିବ। ଭୋଟ ପରେ ମଧ୍ୟ ଆମେ ଏକାଠି ରହିବା।
ଏମାନେ ନିଆଁ ଲଗେଇକି ପଳେଇବେ କିନ୍ତୁ ଆମେ କଷ୍ଟ ପାଇବୁ। ଦେଶର ଅନେକ ସ୍ଥାନରେ ଏ ପ୍ରକାର ଅରାଜକତା ଆମେ ଦିନମାନଙ୍କୁ ଦେଖୁଛୁ, ଯାହାର ଧୂଆଁ ଏବେ ପର୍ଯ୍ୟନ୍ତ ଲିଭି ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଚିନ୍ତା କରିବା ପାଇଁ। ଆମ ଦେଶରେ ଶାନ୍ତି ବି ଦରକାର, ସମୃଦ୍ଧି ବି ଦରକାର। ଯଦି ଶାନ୍ତି ନଥିବ ସମୃଦ୍ଧି ମଧ୍ୟ ଆସିବ ନାହିଁ। ଆମେ ଚାହୁଁଛୁ ଦେଶ ସମୃଦ୍ଧ ହଉ, କେବଳ ବିଜ୍ଞାପନରେ ନୁହେଁ, କେବଳ ନ୍ୟୁଜ ପେପରରେ ନୁହେଁ, କିନ୍ତୁ ବାସ୍ତବରେ ଦେଶ ସମୃଦ୍ଧ ହେବା ଦରକାର, ଦେଶରେ ଶାନ୍ତି ରହିବା ଦରକାର। ତେଣୁ ଏଥର ଭୋଟ ଦେବା ସମୟରେ ଆପଣ ଚିନ୍ତା କରିବେ ଯେ ଦେଶର ଶାନ୍ତି ଆଉ ସମୃଦ୍ଧିକୁ ଦୃଷ୍ଟିରେ ରଖିବେ। କି ପ୍ରକାର ଆମ ଦେଶ ସମୃଦ୍ଧ ପୁଣି ହେବ। ଆମ ଦେଶରେ ଏତେ ଖଣିଜ ସମ୍ପଦ ରହିଛି, ଏତେ ଜ୍ଞାନୀ ବିଜ୍ଞ ଲୋକମାନେ ରହିଛନ୍ତି, ଆମେ ସେମାନଙ୍କ କଥା ଚିନ୍ତା କରିବା ଦରକାର। ଆମେ ମୁଷ୍ଟିମେୟ ଲୋକଙ୍କ କଥା ଆମେ ଚିନ୍ତା ନ କରୁ। ତାପରେ ଆମ ଦେଶରେ ଶିକ୍ଷା ମଧ୍ୟ କି ପ୍ରକାର ଅବସ୍ଥାରେ ଅଛି ଆମେ ଜାଣିପାରୁଛୁ। ଆପଣଙ୍କ ପିଲାମାନଙ୍କ କଥା ଚିନ୍ତା କରନ୍ତୁ। ଏଇଟା ଆମର ଦେଶ ଅଟେ, ଆମର ପରିବାର ଅଟେ। ଭାରତ ଗୋଟେ ପରିବାର ଅଟେ, କେବଳ ଗୋଟେ ଦେଶ ନୁହେଁ, ପରିବାର। ଆମେ ସମସ୍ତେ ମିଳିତ ଭାବରେ ଦେଶକୁ ଆଗେଇ ନେବା ଲୋକମାନେ। ଆମେ ଚିନ୍ତା କରିବା ଯେ ଆମ ଶିକ୍ଷା କ୍ଷେତ୍ରରେ କି ପ୍ରକାର ମାନବ ହ୍ରାସ ହଉଛି, ଦରଦାମ ବି ବଢୁଛି, ଆଉ ରୋଜଗାର ମଧ୍ୟ ନାହିଁ। ପ୍ରତ୍ୟେକଙ୍କ ଘରେ ବେରୋଜଗାର ପୁଅ ଝିଅମାନେ ରହିଛନ୍ତି। ସେଇଟା ମଧ୍ୟ ଚିନ୍ତା କରିବା ଦରକାର। ଆପଣ ଭ୍ରମାତ୍ମକ ତ୍ରୁଟିପୂର୍ଣ୍ଣ କୌଣସି ଉକ୍ତିରେ ଆପଣ ମୋହିତ ହୁଅନ୍ତୁ ନାହିଁ। ଆପଣ ଦେଖନ୍ତୁ କେଉଁମାନେ ଶିକ୍ଷାକୁ ଗୁରୁତ୍ୱ ଦେବେ ଆଉ କେଉଁମାନେ ରୋଜଗାରକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର। ଆଉ ବିଶେଷ କରି ଆମ ଦେଶ ଦରିଦ୍ରତାର ଚରମ ସୀମାରେ ଅଛି। ରାଜନୀତି ଦଳ ଗୁଡାକ କୁହନ୍ତି ଆମେ ଏଇଟା ଦେବା ସେଇଟା ଦେବା, ଦରିଦ୍ରତା ଦୂର କରିବା। ବାସ୍ତବରେ ତା ବାସ୍ତବିକ କଥା ନା ମାନଙ୍କୁ ସ୍ୱପ୍ନ ଦେଖାଉଛନ୍ତି। ଆମ ଭୋଟ ନେଲା ପରେ ସେମାନଙ୍କ ରଙ୍ଗ ବଦଳିବ ନା ତ? ଏମାନଙ୍କ ବହୁରୂପୀ ରଙ୍ଗ ଗୁଡାକ ଆମେ ଚିହ୍ନି ରଖିବା ଦରକାର। ସେମାନଙ୍କର ଆଶ୍ୱାସନା ଗୁଡାକ ପ୍ରତି ସଚେତନ ହେବା ଦରକାର, କାରଣ ଏଗୁଡାକ ବାସ୍ତବରେ ସେ ଆମ ପ୍ରତି କରିବେ ନା ନାହିଁ। ଗତ ଦିନ ମାନଙ୍କ ଯାହା କହିଛନ୍ତି ତାହା ବାସ୍ତବରେ କରୁଛନ୍ତି ନା ନାହିଁ, ସେଇଟା ଆମେ ଚିନ୍ତା କରିବା ଦରକାର। ଆମ ଦେଶ ଦରିଦ୍ରତାର ଚରମ ସୀମା ଅଛି। କିଛି ମୁଷ୍ଟିମେୟ ଲୋକ ହିଁ ଧନୀ ହେଇଯାଉଛନ୍ତି, କିନ୍ତୁ ଅନ୍ୟମାନେ ଗରିବ ଅବସ୍ଥାର ଆହୁରି ଗରିବ ଅବସ୍ଥାକୁ ଯାଉଛନ୍ତି। ଦିଓଳି ଖାଇବା ପାଇଁ କଷ୍ଟ ଏମିତିକା ସମୟରେ। ତ ଆମମାନଙ୍କର ଦରିଦ୍ରତା ଦୂରୀକରଣ ଆଉ ସ୍ୱାସ୍ଥ୍ୟ ସେବା ମଧ୍ୟ କି ପ୍ରକାର ରହିଛି ଆପଣ ଜାଣିଛନ୍ତି। ଗୋଟେ ବିପର୍ଯ୍ୟୟ ପରିସ୍ଥିତିରେ ଆମେ ବାସ କରୁଛୁ। ଆମେ ଚିନ୍ତା କରିବା ଦରକାର କି ପ୍ରକାର ଆମର ଦେଶର ସ୍ୱାସ୍ଥ୍ୟ ସେବା ମଧ୍ୟ ଭଲ ହବ। ଆଉ ବିଶେଷ କରି ନାରୀ ନିର୍ଯାତନା, ଶିଶୁମାନଙ୍କ ପ୍ରତି ଅତ୍ୟାଚାର ଆଉ ବୃଦ୍ଧ ବ୍ୟକ୍ତିମାନଙ୍କ ପ୍ରତି ମଧ୍ୟ ଅତ୍ୟାଚାର ବଢି ଚାଲିଛି। ଆମେ ଚିନ୍ତା କରି ଦେଖିବା ଯେ ଏଇ ଦିଗରେ ଆମେ କଣ କରିପାରିବା। ଆପଣଙ୍କର ଗୋଟିଏ ଭୋଟ ଗୋଟେ ଉତ୍ତମ ବ୍ୟକ୍ତିକୁ ବାଛିବା ଦ୍ୱାରା ଏ ସମସ୍ତ ସମୀକରଣ ବଦଳିଯିବ। ଯଦି ଆମେ ଭୋଟ ଦେବା ସମୟରେ ଚିନ୍ତା କରିବା ନାହିଁ, ଉତ୍ତମ ଲୋକମାନଙ୍କୁ ଆମେ ଦେବା ନାହିଁ, ଆମେ ପରବର୍ତ୍ତୀ ସମୟରେ ପସ୍ତେଇବା ପାଇଁ ପଡିବ। କାରଣ 5 ବର୍ଷ ପରେ ପୁଣି ନିର୍ବାଚନ ଆସିବ, ଆଉ 5 ବର୍ଷ ଭିତରେ ବହୁତ ବିଗିଡି ଯାଇଥିବ। ତେଣୁ ଏଥର ଆପଣ ନିର୍ବାଚନ ଭୋଟ ଦେବା ସମୟରେ ଆପଣ ଦଳୀୟ ଚିନ୍ତାଧାରା ଉର୍ଦ୍ଧ୍ୱକୁ ଉଠନ୍ତୁ। କୋଉ ଧର୍ମର ଆପଣ ଚିନ୍ତା କରନ୍ତୁ ନାହିଁ। ଶିକ୍ଷିତ ଯେଉଁମାନେ ବାସ୍ତବ ଦେଶ ପାଇଁ ଚିନ୍ତା କରୁଛନ୍ତି, ଏପରି ଲୋକମାନଙ୍କୁ ଆପଣ ଚିହ୍ନଟ କରି ଭୋଟ ଦେବାକୁ ଚେଷ୍ଟା କରନ୍ତୁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ସମସ୍ତେ ମିଳିକି ଆମେ ଦୁର୍ନୀତିକୁ ଦୂର କରିପାରିବା। ଆଜି ଭ୍ରଷ୍ଟାଚାରୀ ଦୁର୍ନୀତିଗ୍ରସ୍ତ ଲୋକମାନେ କହୁଛନ୍ତି ଦେଶର ଦୁର୍ନୀତି ହଟେଇବେ, ଦେଶର ଭ୍ରଷ୍ଟାଚାର ହଟେଇବେ। ଶୁଣିବା ସମୟରେ ମଧ୍ୟ ନିଜକୁ ଲଜ୍ଜା ଲାଗୁଛି। ଏ ପ୍ରକାର ଏକ ପରିସ୍ଥିତି ଆମେ ବାସ କରୁଛୁ। ଆଉ ଦରଦାମ ବୃଦ୍ଧି ଦିନକୁ ଦିନ ଆକାଶ ଛୁଆଁ ହେଲାଣି। ଗରିବ ଖଟିଖିଆ ମାନଙ୍କ ପାଇଁ ବହୁତ କଷ୍ଟ। ଆମେ ଚିନ୍ତା କରିବା ଯେ ଆଗାମୀ ନିର୍ବାଚନରେ ଆମେ ଏ ପ୍ରକାର ଲୋକମାନଙ୍କୁ ଆମେ ଭୋଟ ଦେବା, ଯୋଉମାନଙ୍କୁ ଆମେ ଭୋଟ ଦେବା ଦ୍ୱାରା ଆମମାନଙ୍କ ଦେଶରେ ଗୋଟେ ସମୃଦ୍ଧି ଆସିପାରିବ, ପରିସ୍ଥିତି ବଦଳିବ। କିନ୍ତୁ ଆପଣଙ୍କର ସୁଚିନ୍ତିତ ମତାମତ ସହିତ ଆପଣ ଭୋଟ ଦେବା ଦରକାର। ଆପଣ ବିବେଚନା କରନ୍ତୁ। କିନ୍ତୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ହାତ ଯୋଡି ରିକ୍ୱେଷ୍ଟ କରିବା ପାଇଁ ଚାହେଁ, ପ୍ରତ୍ୟେକ ଦୟାକରି ଭୋଟ ଦିଅନ୍ତୁ। ଭୋଟ ବର୍ଜନ କରନ୍ତୁ ନାହିଁ, ଆପଣଙ୍କର ଅଧିକାର। ଆପଣ ଉତ୍ତମ ଲୋକମାନଙ୍କୁ ବାଛନ୍ତୁ। କେହି ତ ଜଣେ ଭଲ ଥିବେ ସେମାନଙ୍କ ମଧ୍ୟରେ, ଯେଉଁମାନେ ଇଲେକ୍ସନ ଲଢୁଛନ୍ତି ସେମାନଙ୍କ ମଧ୍ୟରେ କେହି ତ ଟିକେ ଭଲ ଥିବେ। ହୁଏତ 100% କେହି ଭଲ ହେଇ ନପାରନ୍ତି, କିନ୍ତୁ ସେମାନଙ୍କ ଅପେକ୍ଷା ଏମାନେ ଭଲ ହେଇପାରନ୍ତି। ତେଣୁ ଆପଣ ଆପଣଙ୍କର ଅଧିକାରକୁ ସାବ୍ୟସ୍ତ କରନ୍ତୁ। ଆପଣ ଚେଷ୍ଟା କରନ୍ତୁ ଭୋଟ ଦେବା ପାଇଁ। ହୁଏତ ଆପଣ ଭୋଟ ଦେବା ସମୟରେ ଆପଣଙ୍କ ଅଞ୍ଚଳରେ ବର୍ଷା ହେଇଯାଇପାରେ, ବା ଖରା ହେଇପାରେ, ବା ପାଗ ଟିକେ ବିଗିଡି ଯାଇପାରେ, କିନ୍ତୁ ଆପଣ 5 ବର୍ଷ ପାଇଁ ଚିନ୍ତା କରନ୍ତୁ, ଆପଣଙ୍କ ପିଲାମାନଙ୍କ ପାଇଁ ଚିନ୍ତା କରନ୍ତୁ। ଆପଣ ଚିନ୍ତା କରିବା ଦରକାର ଯେ ଆପଣଙ୍କ ପିଲାର ଭବିଷ୍ୟତ ଆପଣଙ୍କ ଭୋଟ ଉପରେ ନିର୍ଭର କରେ, ଦେଶର ଭବିଷ୍ୟତ ଆପଣଙ୍କ ଭୋଟ ଉପରେ ନିର୍ଭର କରେ। ସ୍ୱାସ୍ଥ୍ୟ ସେବା, ସଡକ ଦେଖନ୍ତୁ ବ୍ୟବସ୍ଥା କେତେ ଖରାପ ଅଛି। ବ୍ରିଜ ଗୁଡାକ ଆପଣ ଦେଖିବେ କେତେ ଖରାପ ଅଛି। ଅନେକ ହସ୍ପିଟାଲର ଅବସ୍ଥା ଭଲ ନାହିଁ।
ଗୁଡିଏ କଥା କେବଳ ବିଜ୍ଞାପନରେ ହିଁ ଦେଖୁଛୁ ଆମେ। ଦରଦାମ ବଢି ଚାଲିଛି। ଚେଷ୍ଟା କରନ୍ତୁ ଏଥର ଭୋଟ ଦେବା ସମୟରେ ଉତ୍ତମ ଲୋକଙ୍କୁ ବାଛିବା ପାଇଁ। ତେଣୁ ଆଜିର ପ୍ରସଙ୍ଗରେ ମୁଁ କଥା ହେବା ପାଇଁ ଚାହେଁ, ଭୋଟ ଦେବା ପୂର୍ବରୁ ଥରେ ଚିନ୍ତା କରନ୍ତୁ ଆପଣ ଯେଉଁମାନଙ୍କୁ ଭୋଟ ଦେବେ ସେମାନେ ବାସ୍ତବରେ କି ପ୍ରକାର ଲୋକ ଅଟନ୍ତି। ଆପଣ ନିଜେ ଚକ୍ଷୁ ଖୋଲିକି ଦେଖନ୍ତୁ, ନିଜ କାନରେ ଶୁଣିବାକୁ ଚେଷ୍ଟା କରନ୍ତୁ, ନିଜ ଚକ୍ଷୁରେ ଦେଖନ୍ତୁ, ଟିକେ ବିବେଚନା କରନ୍ତୁ ଭୋଟ ଦେବା ପୂର୍ବରୁ। ଆପଣ ମୁଁ ପୁଣି ଥରେ କହିବା ପାଇଁ ଚାହେଁ, କୌଣସି ଭ୍ରମାତ୍ମକ ବିଜ୍ଞାପନ ସାବଧାନ, ପ୍ରଲୋଭନରୁ ସାବଧାନ। ହୁଏତ ଆପଣଙ୍କୁ ଲୋଭ ଦେଖାଇ ବା କୌଣସି ବିଷୟ ଆପଣଙ୍କୁ ପ୍ରତିଶ୍ରୁତି ଦେଇ ସେମାନେ ସରକାର ଆସିଯାଇପାରନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ହୁଏତ ଆପଣଙ୍କୁ ପସ୍ତେଇଲେ ମଧ୍ୟ ଆଉ କିଛି କରିପାରିବେ। ତେଣୁ ଏଥର ଆପଣ ଭୋଟ ଦେବାକୁ ଯିବା ସମୟରେ ଆପଣଙ୍କର ସ୍ଥାନରେ ଯେବେ ଭୋଟ ଗୁଡାକ ହବ, ସେ ସମୟରେ ଆପଣ ନିଶ୍ଚିତ ଭାବରେ ଯାଆନ୍ତୁ ଆଉ ଚେଷ୍ଟା କରନ୍ତୁ ଆପଣଙ୍କର ଭୋଟ ଦ୍ଵାରା ଉତ୍ତମ ସରକାର ଗଠନ କରିବା। ଏଣେ ଦେଶ ଆପଣଙ୍କର ମୁହଁ ଅଟେ। ଆମମାନଙ୍କ ହସ୍ତରେ ସେମାନେ ଦେଇକି ଯାଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ମାନେ ସେମାନଙ୍କର ପ୍ରାଣ ବଳିଦାନ କରିକି ସେମାନଙ୍କ ସ୍ୱପ୍ନକୁ ବିସର୍ଜନ କରିଛନ୍ତି, ସର୍ବସ୍ୱ ଦେଇକି ଆମ ହସ୍ତରେ ଗୋଟେ ସ୍ୱାଧୀନ ଦେଶ ଦେଇଛନ୍ତି। ଏବେ ଆମମାନଙ୍କର କର୍ତ୍ତବ୍ୟ ଅଟେ ଏ ଦେଶକୁ ଆମ ସମୃଦ୍ଧ କରି କରେଇନା। ଆମେ ଯଦି ସମସ୍ତେ ମିଳିତ ଭାବରେ ଏକତ୍ର ଆମେ ଚିନ୍ତା କରିବା, ନିଶ୍ଚିତ ଭାବରେ ଗୋଟେ ଉତ୍ତମ ଦେଶ ଆମେ ଗଠନ କରିପାରିବା। ଆମର ଦେଶର ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଅରାଜକତା ବଢି ଚାଲିଛି, ଲୋକମାନଙ୍କର ଭ୍ରଷ୍ଟତା ବଢି ଚାଲିଛି। ବିଶ୍ୱ ଦରବାରରେ ଆମେ ହାସ୍ୟାସ୍ପଦ ଅବସ୍ଥାକୁ ରହିଛୁ। ଆମେ ଚେଷ୍ଟା କରିବୁ ଆପଣଙ୍କର ଅଞ୍ଚଳରେ ଯେଉଁମାନେ ନିର୍ବାଚନ ଲଢୁଛନ୍ତି, ସେମାନେ ଏମପି ପାଇଁ ହୁଅନ୍ତୁ ବା ଏମଏଲଏ ପାଇଁ ହୁଅନ୍ତୁ, ଆପଣ ଚିନ୍ତା କରନ୍ତୁ ଗୋଟେ ସୁସ୍ଥ ସରକାର ଆସିବା ଦରକାର। ଗୋଟେ ନିରପେକ୍ଷ ଭାବରେ ଆପଣ ଚିନ୍ତା କରନ୍ତୁ। ଆପଣ ପ୍ରଲୋଭିତ ହୁଅନ୍ତୁ ନାହିଁ, ଆକର୍ଷିତ ହୁଅନ୍ତୁ ନାହିଁ, ବିବେଚନା କରନ୍ତୁ ଏବଂ ଉତ୍ତମ ଲୋକମାନଙ୍କୁ ଆପଣ ବାଛନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆମ ଦେଶକୁ ମଧ୍ୟ ଆଶୀର୍ବାଦ କରନ୍ତୁ। କାରଣ ଆମର ଦେଶ ଆମର ନିଜର ଅଟେ, ଦେଶ ଆମର ସ୍ୱପ୍ନ ଅଟେ, ଆମର ଭବିଷ୍ୟତ ଅଟେ। ଏ ଦେଶ ସହିତ ଆମେ ସମସ୍ତେ ଜଡିତ। ଆସନ୍ତୁ ଗୋଟେ ସଂକଳ୍ପ ନେବା ଉତ୍ତମ ସରକାର ବାଛିବା ପାଇଁ, ଦେଶର ପ୍ରଗତି ପାଇଁ, ଦେଶର ସମୃଦ୍ଧି ପାଇଁ ଗୋଟେ ସୁସ୍ଥ ସରକାର ଦରକାର। ଗୋଟେ ସୁସ୍ଥ ସରକାର ଦରକାର, ଗୋଟେ ସୁସ୍ଥ ଦେଶ ଗଠନ କରିବା ପାଇଁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଦାସ ଭାବରେ ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ଚାହେଁ। ଆପଣମାନେ ମଧ୍ୟ ପ୍ରାର୍ଥନାର ସହିତ ସୁଚିନ୍ତିତ ଭାବରେ ଆପଣ ଉତ୍ତମ ବ୍ୟକ୍ତିମାନଙ୍କୁ ବାଛନ୍ତୁ, ଯାହାଦ୍ୱାରା ଆମ ଦେଶ ଆହୁରି ପ୍ରଗତି ପଥରେ ଯାଇପାରିବ। କାରଣ ଆମ ପିଲାମାନଙ୍କ ଭବିଷ୍ୟତ ରହିଛି, ଆଗାମୀ ପିଢିର ଭବିଷ୍ୟତ ରହିଛି। ଏ ନିର୍ବାଚନ ବହୁତ ବିଷୟ ଆମମାନଙ୍କୁ ପାଇଁ ମାନେ